ବନ୍ଦେ ମାତରମ୍। ମୁଁ ଅଧ୍ୟାପକ ଗୌରହରି ମହାନ୍ତି ଭାରତର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି। ଏହି ଅବସରରେ ପବିତ୍ର ସମ୍ବିଧାନକୁ ଶତବାର ପ୍ରଣାମ ଶ୍ରଦ୍ଧା ନମନ କରୁଛି। ଦେଶଭକ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ, ସମ୍ବିଧାନ ନିର୍ମାତାଙ୍କୁ, ଜାତୀୟ ଧ୍ୱଜାକୁ, ଆମ ଜାତୀୟ ସଙ୍ଗୀତକୁ, ଜାତୀୟ ସଂହିତାକୁ। ସ୍ନେହର ଛାତ୍ରଛାତ୍ରୀଗଣ, ବିଗତ କିଛି ବର୍ଷ ତଳୁ ଆମ ରାଷ୍ଟ୍ର ଆମ ଜାତୀୟ ମହୋତ୍ସବ ସାଧାରଣତନ୍ତ୍ର ଦିବସକୁ ଏକ ସପ୍ତାହର କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିଛି। ଏହି ବର୍ଣ୍ଣାଢ୍ୟ ଉତ୍ସବ ଆରମ୍ଭ ହୁଏ ଜାନୁଆରୀ 23 ତାରିଖ ନେତାଜୀ ଜୟନ୍ତୀ ବା ପରାକ୍ରମ ଦିବସରୁ ଏବଂ ଧ୍ୱଜାବତରଣ ପର୍ବ 29 ଜାନୁଆରୀ ବିଜୟ ଚୌକଠାରେ ସମାପନ କରାଯାଏ। ସାରା ଭାରତରେ ଉକ୍ତ ଉତ୍ସବ ଗଣତନ୍ତ୍ର ସପ୍ତାହ ରୂପେ ବିବେଚିତ। ପ୍ରତି ଘରେ ଜାତୀୟ ପତାକା ଉଡ଼ାଇ ଆମେ ସଭିଏ ସ୍ୱାଧୀନ ଭାରତ ସଶକ୍ତ ଭାରତୀୟ ଭାବେ ଗର୍ବ ଅନୁଭବ କରୁ। ଜାନୁଆରୀ 29 ତାରିଖରେ ଦିଲ୍ଲୀର କର୍ତ୍ତବ୍ୟ ପଥ ରଙ୍ଗୋଲି ଶୋଭାରେ ଶୋଭିତ ହୁଏ। 25 ଜାନୁଆରୀ ଦିନ ନ୍ୟାସନାଲ ଭୋଟର୍ସ ଡେ ବା ଜାତୀୟ ମତଦାନ ଦିବସରେ ଆମ ମୁଖ୍ୟ ନିର୍ବାଚନ ଆୟୋଗ ଭୋଟରଙ୍କ ନିମନ୍ତେ ରଖନ୍ତି ଜନଜାଗରଣ ବାର୍ତ୍ତା। ଯୁବ ଭୋଟର ସଚେତନ ହେବେ, ଶୁଣି ଭୋଟ ମୂଲ୍ୟର ଗଭୀରତା ଏବଂ ଭୋଟ କେନ୍ଦ୍ର ସହଜ ଏବଂ ନିରପେକ୍ଷ ବ୍ୟବସ୍ଥା ତଥା ସୁରକ୍ଷା କଥା। 26 ଜାନୁଆରୀରେ ଆମ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଉତ୍ସବରେ ଆମ ମହାମହିମ ରାଷ୍ଟ୍ରପତି ଦିଲ୍ଲୀର କର୍ତ୍ତବ୍ୟ ପଥଠାରେ ଆମର ଜାତୀୟ ପତାକା ଉତ୍ତୋଳନ କରନ୍ତି। ଆମ ତିନି ବାହିନୀର ସାମରିକ ଅଭିବାଦନ ଗ୍ରହଣ କରନ୍ତି, ପ୍ୟାରେଡରେ ଉପଭୋଗ କରନ୍ତି। ଦେଶର ବିଭିନ୍ନ ସୁରକ୍ଷା ବାହିନୀ, ସମର ଶିକ୍ଷାର୍ଥୀ ବାହିନୀ, ଛାତ୍ରଛାତ୍ରୀଗଣଙ୍କ ପ୍ୟାରେଡ୍ ଜନସାଧାରଣ ଦେଖିବାର ସୁଯୋଗ ପାଆନ୍ତି। ଆମେ ଦେଖୁ ସାମରିକ କୌଶଳ ଅସ୍ତ୍ରଶସ୍ତ୍ରର ଝଲକ, ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ବେଢ଼ ମାଧ୍ୟମରେ ରାଜ୍ୟଗୁଡ଼ିକର ସାଂସ୍କୃତିକ ମହକ, ବର୍ଣ୍ଣ ବିବାହର ଆଲୋକ। ଏହି ଦିନ ରାଷ୍ଟ୍ରପତିଙ୍କ ଦ୍ୱାରା ବିଶିଷ୍ଟ ବ୍ୟକ୍ତିବିଶେଷ ନିଜ ମହାର୍ଘ୍ୟ ସେବା ପାଇଁ ରାଷ୍ଟ୍ର ସମ୍ମାନରେ ହୁଅନ୍ତି ସମ୍ମାନିତ। ସୁଭାଷିତ ହୁଏ ଗଣତନ୍ତ୍ର ମହତ୍ତ୍ୱ। ବିଗତ ବର୍ଷ 2024 ମସିହାରେ ଆମ ରାଜ୍ୟ ସରକାର 5T ମାଧ୍ୟମରେ କରିଥିଲେ କାର୍ଯ୍ୟ ତ୍ୱରାନ୍ୱିତ। ଆମ ସମ୍ବିଧାନ 5T ବା 5 ଥିଓରିକୁ କରିଛି ମୁଖବନ୍ଧରେ ସ୍ଥାନିତ, ଯଦ୍ୱାରା ଆମ ସମ୍ବିଧାନ ଡକୁମେଣ୍ଟ ଜୀବନ୍ତ। ଆମ ସମ୍ବିଧାନ ମୁଖବନ୍ଧରେ ଲେଖା ଅଛି, ୱି ଦ ପିପୁଲ ଅଫ୍ ଇଣ୍ଡିଆ, ଦ୍ୟାଟ୍ ଇଜ୍ ଭାରତ ଇଜ୍ ଏ ସଭରେଣ୍ଟି ସୋସିଆଲିଷ୍ଟ ସେକୁଲାର ଡେମୋକ୍ରାଟିକ ରିପବ୍ଲିକ କଣ୍ଟ୍ରି। ଦିଜ୍ ଆର୍ ଦ 5 ଥିଓରି ଅଫ୍ ଆୱାର କନଷ୍ଟିଟ୍ୟୁସନ୍। ଏହା ହିଁ ଆମ ସମ୍ବିଧାନର 5 ତତ୍ତ୍ୱ, ଅର୍ଥାତ୍ ଭାରତ ଏକ ସାର୍ବଭୌମ ସମାଜବାଦୀ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର। ଏହି 5 ତତ୍ତ୍ୱକୁ ଭାରତୀୟ କରନ୍ତି ଯତ୍ନ, ଯଦ୍ୱାରା ଭାରତୀୟ ବିଶ୍ୱ ଆଖିରେ ରତ୍ନ। ଆମ ସମ୍ବିଧାନ ବିଶ୍ୱର ସମସ୍ତ ସମ୍ବିଧାନ ମାନସ ମନ୍ଥନର ଫଳ। ବିଶ୍ୱ ଦରବାରରେ ଆମ ସନ୍ଦର୍ଭ ବିରଳ। ନ୍ୟାୟ ପାଇଁ ଯେତିକି ସରଳ, ଅନ୍ୟାୟ ପାଇଁ ସେତିକି ଜଟିଳ। ଆଜି ହିଁ ଈଶ୍ୱରଙ୍କ ନାମରେ ଶପଥ ନେବାକୁ ହେବ। ସମ୍ବିଧାନ ସୁରକ୍ଷାର ଶପଥ, ଦେଶ ପ୍ରଗତିର ଶପଥ। ସଭି ମିଶି ଗାଇବା, ଝଣ୍ଡା ଉଞ୍ଚା ରହେ ହମାରା, ବିଜୟ ବିଶ୍ୱ ତିରଙ୍ଗା ପ୍ୟାରା। ଆମ ସମ୍ବିଧାନ ମୁଖବନ୍ଧରେ ପଞ୍ଚଶସ୍ୟ ରୂପେ ସ୍ଥାନ ପାଇଛି ଜଷ୍ଟିସ୍, ଇକ୍ୱାଲିଟି, ଲିବର୍ଟି, ୟୁନିଟି ଆଣ୍ଡ ଇଣ୍ଟିଗ୍ରିଟି। ଏହି ବଳିଷ୍ଠ ପଞ୍ଚଶସ୍ୟ ଦ୍ୱାରା ଆମ ସମ୍ବିଧାନ ବିଶିଷ୍ଟତାରେ ରୂପାୟିତ, ଆମକୁ କରିଛି ଆଲୋକିତ, ଗର୍ବିତ। ଆମ ସମ୍ବିଧାନ ପଞ୍ଚାମୃତ ଭାବେ ୟୁନିଭର୍ସାଲ ଆଡଲ୍ଟ ଫ୍ରାଞ୍ଚାଇଜ୍, ଫଣ୍ଡାମେଣ୍ଟାଲ ରାଇଟ୍ସ, ଫଣ୍ଡାମେଣ୍ଟାଲ ଡ୍ୟୁଟିଜ୍, ପ୍ରେସର ଗ୍ରୁପ ଆଣ୍ଡ ଜୁଡିସିଆରୀ ରିଭ୍ୟୁ ରସରେ ରହିଛି ଅମୃତ। ଆମ ସମ୍ବିଧାନ ଆମ ପ୍ରାମାଣିକ ଚଳଚ୍ଚିତ୍ର, ଆମ ସ୍ୱାଭିମାନର ସଂକେତ। ବିଗତ ବର୍ଷ ଆମ ରାଜ୍ୟର ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ମାନଙ୍କରେ 5T ମାଧ୍ୟମରେ ଚାଲିଥିଲା ନୂଆ ଓର କାର୍ଯ୍ୟକ୍ରମ। 5T ମିନ୍ସ 5 ପାଥ୍ ଅଫ୍ ଲାଇଫ୍। T ମିନ୍ସ ଟ୍ରଷ୍ଟ, ଟଲେରାନ୍ସ, ଟ୍ରବୁଲନେସ୍, ଟାଇମ୍ ମ୍ୟାନେଜମେଣ୍ଟ ଆଣ୍ଡ ଟିମ୍ ୱାର୍କ। ଆମକୁ ବୁଝିବାକୁ ହେବ ଦ୍ୱନ୍ଦ୍ୱହୀନ ବିଶ୍ୱାସ, କପଟହୀନ ଧୈର୍ଯ୍ୟ, ଶୃଙ୍ଖଳାଗତ କାର୍ଯ୍ୟ, ନିରବଚ୍ଛିନ୍ନ ପ୍ରୟାସ ଆଣେ ଆଶାତୀତ ବିକାଶ, ଈଶ୍ୱରୀୟ ଆଶିଷ। ହେ ନବୀନ ଯୁବକ, ନୂଆ ନାଗରିକ ଗଣ, ତୁମକୁ ବୁଝିବାକୁ ହେବ ନୂଆ ଓ କାର୍ଯ୍ୟକ୍ରମ କ'ଣ। ଓ ମିନ୍ସ ଓଥ୍ ବା ଶପଥ, କେବଳ ଶପଥ। ଓଥ୍ ଟେକିଂ ସେରିମନି, ଉତ୍ସବ ମହୋତ୍ସବ। ପଲ୍ଲୀଠାରୁ ଦିଲ୍ଲୀ, ରାନ୍ଧୁଣୀଠୁ ରାଷ୍ଟ୍ରପତି, ବିବାହଠାରୁ ବିଚାରାଳୟ, ସଂସଦଠାରୁ ସଚିବାଳୟ, ସବୁଠି ସତ୍ୟପାଠ ଶପଥ। ସବୁଠାରେ ଦରକାର ଡିକ୍ଲାରେସନ୍। ଆସେ ନାହିଁ ବିଶ୍ୱାସ, ଆବଶ୍ୟକ ଆଧ୍ୟାତ୍ମିକ ପ୍ରୟାସ। ଲେଖିବାକୁ ପଡ଼ୁଥାଏ, ଆଇ ଡୁ ହିୟର ବାଇ ଡିକ୍ଲେୟାର ଦ୍ୟାଟ୍ ଆଇ ଶ୍ରୀ ... ଆଜ୍ ବେଷ୍ଟ ଅଫ୍ ମାଇ ନଲେଜ ଆଣ୍ଡ ବିଲିଭ୍। ଆମ ଭିତରେ ଆଣିବାକୁ ନୈତିକ ସାହସ, ରାଣ ନିୟମର ପଡ଼େ ଆବଶ୍ୟକ। ଆଶୁ ଭରସାର ପ୍ରତୀକ, ଅନୁମୋଦିତ ବିବେକ। ଆମ ସମ୍ବିଧାନ ଆମକୁ
ଶପଥ ସଂକଳ୍ପ ନେବାକୁ କହିଛନ୍ତି। ଗୀତା ଛୁଇଁ ଧର୍ମଗ୍ରନ୍ଥ ଦୁହାଇ ଦେଇ ସୃଷ୍ଟି ହେଉ ମନରେ ଆଲୋଡ଼ନ ବିବେକର ଶରଣ। ଆଜି ସେହି ଓର ଆହ୍ୱାନ। ଓ ମିନ୍ସ ଓପନ୍ ୟୋର ଓପିନିଅନ୍, ଡୁ ୟୋର ଅବଜରଭେସନ୍, ଡିକ୍ଲେୟାର ଆନ୍ ଅର୍ଗାନାଇଜେସନ୍, ୟୁ ଆର୍ ଲାଇକ୍ ଓନିଅନ୍, ଗଡ୍ ଇଜ୍ ଓନ୍ଲି ଅପସନ୍। ହେ ଛାତ୍ରଛାତ୍ରୀଗଣ, ଆମ କୋଟି ସଂଗ୍ରାମର କଷ୍ଟଲବ୍ଧ ସମ୍ବିଧାନର ମାନ ମହତ୍ଵ ସବୁ ତୁମ ହାତରେ। ସେହି ଶପଥ ନେବା, ସଂକଳ୍ପ ନେବା, ଗାଇ ବୁଲିବା ଆମ ସମ୍ବିଧାନ ମହାନ, ସଦା ରଖୁଥିବା ସମ୍ବିଧାନ ଜୟଗାନ। ଭାରତୀୟ ସମ୍ବିଧାନ କି ଜୟ, ସାଧାରଣତନ୍ତ୍ର ଦିବସ କି ଜୟ, ଭାରତ ମାତା କି ଜୟ, ବନ୍ଦେ ମାତରମ୍।